ଦୟାକରି ଏହି ଚିତ୍ରର ଚାରିଆଡ଼କୁ ଲକ୍ଷ୍ୟ କର ଏବଂ ଆମେ ଜାଣିଥିବା ପଦାର୍ଥର ତିନୋଟି ଅବସ୍ଥାକୁ ଖୋଜ। ତେବେ ପଦାର୍ଥର ତିନୋଟି ଅବସ୍ଥା ମଧ୍ୟରୁ ତୁମେ ଯଦି ଏଇଠି ପଥର ଏବଂ ଗଛକୁ ଲକ୍ଷ୍ୟ କରିବ ତାହେଲେ ତୁମେ ପଦାର୍ଥର କଠିନ ଅବସ୍ଥାକୁ ଖୋଜିକି ପାଇପାରିବ। ତାପରେ ସେଇ ଚିତ୍ରରେ ତୁମ ପାଖରେ ତରଳ ପଦାର୍ଥ ଅଛି। ଯେପରିକି ଏହି ଚିତ୍ରରେ ତୁମେ ନେଇଯାଇଥିବା ଲେମ୍ବୁ ପାଣି କିମ୍ବା ଏହି ହ୍ରଦରେ ଥିବା ପାଣି, ଏଗୁଡ଼ିକ ହେଉଛି ପଦାର୍ଥର ତରଳ ଅବସ୍ଥା। ଏବଂ ଶେଷରେ ଆମ ପାଖରେ କିଛି ଗ୍ୟାସୀୟ ଅବସ୍ଥା ଅଛି ବା କିଛି ଗ୍ୟାସୀୟ ପଦାର୍ଥ ଅଛି। ଯେପରିକି ତୁମେମାନେ ପ୍ରଶ୍ୱାସରେ ଗ୍ରହଣ କରୁଥିବା ଅମ୍ଳଜାନ ଏବଂ ନିଶ୍ୱାସରେ ଛାଡ଼ୁଥିବା ଅଙ୍ଗାରକାମ୍ଳ, ଏଗୁଡ଼ିକ ହେଉଛି ପଦାର୍ଥର ଗ୍ୟାସୀୟ ଅବସ୍ଥା। ତେବେ ଆମ ପାଖରେ ଆର୍ଦ୍ରତା ମଧ୍ୟ ଅଛି, ଯାହାକୁ ଇଂରାଜୀରେ ହ୍ୟୁମିଡିଟି ବୋଲି କୁହାଯାଇଥାଏ, ଏବଂ ଯାହାକି ସାଧାରଣତଃ ଭାବରେ ଜଳୀୟ ବାଷ୍ପ। ଏବଂ ତା ଛଡ଼ା ବାୟୁରେ ନାଇଟ୍ରୋଜେନ୍ ମଧ୍ୟ ଥାଏ। ତେବେ ଏଗୁଡ଼ିକ ସବୁ ଗ୍ୟାସର ବା ଗ୍ୟାସୀୟ ଅବସ୍ଥାର ଉଦାହରଣ ଅଟେ। ତେବେ ଏହି ଭିଡ଼ିଓର ଉଦ୍ଦେଶ୍ୟ ହେଉଛି ପଦାର୍ଥର ତିନୋଟି ଭିନ୍ନ ଭିନ୍ନ ଅବସ୍ଥାକୁ ଅଧିକ ବିସ୍ତୃତ ଭାବରେ ବୁଝିବା। ତେବେ ଚାଲ ଆରମ୍ଭ କରିବା। ତେବେ ଚାଲ ଆମେ ପ୍ରଥମ ଅବସ୍ଥା ଅର୍ଥାତ୍ କଠିନ ପଦାର୍ଥ ବା କଠିନ ଅବସ୍ଥାରୁ ଆରମ୍ଭ କରିବା। ତେବେ ମନେ ରଖିଥାଉ, ଆମ ଚାରିପାଖରେ ଥିବା ସମସ୍ତ ପଦାର୍ଥ ପରମାଣୁ ଏବଂ ଅଣୁ ପରି କ୍ଷୁଦ୍ର କଣିକାକୁ ନେଇ ଗଠିତ। ତେବେ ଚାଲ ଏହି ପାର୍ଶ୍ୱସ୍ଥ ଚିତ୍ରରେ ଯାହା ଅଛି ତାହାକୁ ଆମେ ବଡ଼ କରିକି ଦେଖିବା। ତେବେ ଯଦି ଆମେ ଏହାକୁ ବଡ଼ କରି ଦେଖିବା ତାହା କିଛି ଏହିପରି ଦେଖାଯାଇଥାଏ ଏବଂ ଏଥିରେ ଅଣୁଗୁଡ଼ିକ ପ୍ରାୟ ନିଜ ନିଜ ସ୍ଥାନରେ ବନ୍ଧା ହୋଇ ସ୍ଥିର ଅବସ୍ଥାରେ ଅଛନ୍ତି। ସେମାନେ ହାଲକା କମ୍ପନ ହେଉଛନ୍ତି ବା କମ୍ପିତ ହେଉଛନ୍ତି, କିନ୍ତୁ ତୁମେ ଦେଖିପାରିବ ଯେ କଣିକା ଗୁଡ଼ିକ ପ୍ରାୟ ସ୍ଥିର ଅବସ୍ଥାରେ ନିଜ ନିଜ ସ୍ଥାନରେ ଅଛନ୍ତି। ସେଥିପାଇଁ ଆମେ କହିପାରିବା ଯେ ଏମାନଙ୍କର ନିର୍ଦ୍ଦିଷ୍ଟ ଆୟତନ ବା ନିର୍ଦ୍ଦିଷ୍ଟ ଆକାର ଥାଏ। ଏବଂ ତା ସହିତ ତୁମେମାନେ ଏହି କଠିନ ପଦାର୍ଥକୁ ବା କଠିନ ଅବସ୍ଥାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଇପାରିବ ଏବଂ ଏହାକୁ ଖଣ୍ଡ ଖଣ୍ଡ ମଧ୍ୟ କରିପାରିବ। ତେବେ ଯେପର୍ଯ୍ୟନ୍ତ ଆମେ ଏହାକୁ ଖଣ୍ଡ ଖଣ୍ଡ କରିନାହାନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କର ନିର୍ଦ୍ଦିଷ୍ଟ ଆକୃତି ଏବଂ ନିର୍ଦ୍ଦିଷ୍ଟ ଆୟତନ ଏସବୁ ରହିଥାଏ। ଏବଂ ତା ସହିତ ସେମାନଙ୍କର ଆଉ ଏକ ଆକର୍ଷଣୀୟ ବିଷୟ ହେଉଛି, ଯଦି ତୁମେ ସେମାନଙ୍କୁ ଚାପିବା ପାଇଁ ଚେଷ୍ଟା କରିବ ତେବେ ତାହା ସମ୍ଭବ ହେବ ନାହିଁ। ଅନ୍ୟ ଭାଷାରେ କହିଲେ ଏହି କଠିନ ପଦାର୍ଥଟି ଯେତେ ବଳ ପ୍ରୟୋଗ କଲେ ମଧ୍ୟ ସଙ୍କୁଚିତ ହୁଏ ନାହିଁ। ତେଣୁ ତୁମେ ଏହି କଠିନ ପଦାର୍ଥକୁ ସଙ୍କୁଚିତ କରିପାରିବ ନାହିଁ। ତେଣୁ ଆମେ ଜାଣିଲେ ଯେ କଠିନ ପଦାର୍ଥର କଣିକା ଗୁଡ଼ିକ କମ୍ପିତ ହୁଅନ୍ତି ବା କମ୍ପନ କରନ୍ତି ଏବଂ ସେମାନଙ୍କର ଗତିଜ ଶକ୍ତି ମଧ୍ୟ ଥାଏ, କିନ୍ତୁ ସେମାନେ ପ୍ରାୟ ନିଜ ନିଜ ସ୍ଥାନରେ ବାନ୍ଧି ହୋଇକି ରହିଥାନ୍ତି। ତ ସେଥିପାଇଁ ଆମେ କହିପାରିବା ଯେ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ଥାଏ, ନିର୍ଦ୍ଦିଷ୍ଟ ଆକାର ଥାଏ ଏବଂ ଏଗୁଡ଼ିକୁ ବଳ ପ୍ରୟୋଗ କଲେ ସଙ୍କୁଚିତ ହୁଅନ୍ତି ନାହିଁ। ତେବେ ଏହା ଥିଲା କଠିନ ଅବସ୍ଥା ବା ପଦାର୍ଥର କଠିନ ଅବସ୍ଥା। ତେବେ ଚାଲ ଆମେ ତରଳ ପଦାର୍ଥକୁ ଦେଖିବା। ଠିକ୍ ଅଛି, ମନେକର ଆମେ ଏହି ହ୍ରଦରେ ଥିବା ପାଣିକୁ ବଡ଼ କରି ଦେଖୁଛନ୍ତି। ତେବେ ଯଦି ଏହାକୁ ଆମେ ବଡ଼ କରି ଦେଖିବା ଆମେ ଏହା ମଧ୍ୟରେ ଜଳର ଅଣୁଗୁଡ଼ିକୁ ଦେଖିପାରିବା। କିନ୍ତୁ ସେମାନେ କ'ଣ କରୁଛନ୍ତି ଏଠି? ଭଲସେ ଲକ୍ଷ୍ୟ କର। ଆମେ ଦେଖିବା ଯେ ଏହି ଜଳରେ ଥିବା ଅଣୁଗୁଡ଼ିକ ବା କଣିକା ଗୁଡ଼ିକ କେବଳ କମ୍ପନ କରୁନାହାନ୍ତି ବା କେବଳ କମ୍ପନ ହେଉନାହାନ୍ତି, ବରଂ ଚାରିପାଖରେ ମଧ୍ୟ ଗତି କରୁଛନ୍ତି। ତେବେ ତୁମେମାନେ ଦେଖିପାରୁଥିବ ଯେ ସେମାନେ ପରସ୍ପର ନିକଟରେ ଅଛନ୍ତି, କିନ୍ତୁ କଠିନ ପଦାର୍ଥ ପରି ଅତ୍ୟଧିକ ଘନ ଭାବରେ ବାନ୍ଧି ହୋଇକି ରହିନାହାନ୍ତି। ସେଥିପାଇଁ ସେମାନେ ସହଜରେ ଗତି କରିପାରନ୍ତି ଏବଂ ପ୍ରବାହିତ ହୋଇପାରନ୍ତି। ତେଣୁ ଆମେ କହିପାରିବା ଯେ ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ଥାଏ, କିନ୍ତୁ ସେମାନଙ୍କର ନିର୍ଦ୍ଦିଷ୍ଟ ଆକାର ନଥାଏ। ସେମାନେ ସହଜରେ ପ୍ରବାହିତ ହୋଇଥାନ୍ତି ବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି। ସେଥିପାଇଁ ତରଳ ପଦାର୍ଥ ଗୁଡ଼ିକ ଯେଉଁ ପାତ୍ରରେ ରହିଥାନ୍ତି ସେହି ପାତ୍ରର ଆକାର ଗ୍ରହଣ କରିନିଅନ୍ତି। ଉଦାହରଣ ସ୍ୱରୂପ ମୁଁ ଏହି ପାତ୍ରଟିରେ କିଛି ଫଳରସ ନେଇଛି। ବର୍ତ୍ତମାନ ମୁଁ ଯେତେବେଳେ ଏହି ପାତ୍ରରେ ଥିବା ଫଳରସକୁ ଏହି ଗ୍ଲାସ୍ ମଧ୍ୟରେ ଢାଳୁଛି, କିଛି ସମୟ ପରେ ମୁଁ ଲକ୍ଷ୍ୟ କରିବି ଯେ ଏହି ତରଳ ଫଳରସଟି ସେ ଗ୍ଲାସ୍ର ଆକୃତି ନେଇଗଲା ବା ଗ୍ଲାସ୍ ଆକାରର ହୋଇଗଲା। ଯେତେବେଳେ ପ୍ରଥମେ ଏହି ଗିନାରେ ଥିଲା, କାଚ ଗିନାରେ, ସେତେବେଳେ କାଚ ଗିନାର ଆକାର ନେଇଥିଲା, ବର୍ତ୍ତମାନ କାଚ ଗ୍ଲାସ୍ର ଆକାର ନେଇଗଲା। ତେଣୁ ଆମେ କହିପାରିବା ଯେ ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ, କାରଣ ଏହା ପ୍ରବାହିତ ହୋଇପାରେ। କିନ୍ତୁ ଏଗୁଡ଼ିକ ସଙ୍କୁଚିତ ହୋଇପାରିବେ କି? ବର୍ତ୍ତମାନ ଏଠି ଲକ୍ଷ୍ୟ କର। ତୁମେ ଏହି ପାଣି ବୋତଲଟିକୁ ଚାପି ପାରିବ କି? ଚାଲ ଦେଖିବା। ବୋତଲଟିକୁ ସମ୍ପୂର୍ଣ୍ଣ ଭାବରେ ପାଣି ଭରି ଏହାକୁ ଚାପିବା ପାଇଁ ଚେଷ୍ଟା କର। ତୁମେ ଦେଖିବ ଯେ ଏହାକୁ ଚାପିବା ବହୁତ କଷ୍ଟକର ଅଟେ। ମୁଁ କିଛିଟା ଚାପି ପାରୁଛି କାରଣ ଏହି ବୋତଲ ମଧ୍ୟରେ କିଛି ବାୟୁ ଅଛି, ସେଥିପାଇଁ ଏହା ଅଳ୍ପ ପରିମାଣରେ ସଙ୍କୁଚିତ ହୁଏ। କିନ୍ତୁ ଯଦି ଏହି ବୋତଲ ମଧ୍ୟରେ ସମ୍ପୂର୍ଣ୍ଣ ପାଣି ଭରିକି ରହିଥାନ୍ତା ବା ଜଳ ଥାନ୍ତା ଏବଂ କୌଣସି ବି ବାୟୁ ପାଇଁ ସ୍ଥାନ ନଥାନ୍ତା, ତେବେ ଏହାକୁ ଚାପିବା ବହୁତ କଷ୍ଟକର ହୋଇଥାନ୍ତା। ତେଣୁ ସେଥିପାଇଁ ଆମେ କହିପାରିବା ଯେ ବଳ ପ୍ରୟୋଗ କଲେ
ତରଳ ପଦାର୍ଥଟି ମଧ୍ୟ ସଙ୍କୁଚିତ ହୁଏ ନାହିଁ। ତେଣୁ ପୂର୍ବପରି ଆମେ ଲକ୍ଷ୍ୟ କଲେ ଯେ ଯେତେବେଳେ ଆମେ ତରଳ ପଦାର୍ଥକୁ ଦେଖନ୍ତି ଏହି ତରଳ ପଦାର୍ଥର କଣିକା ଗୁଡ଼ିକର ଗତିଜ ଶକ୍ତି ଥାଏ, କିନ୍ତୁ ଏମାନେ କମ୍ପିତ ହୁଅନ୍ତି, ତା ସହିତ ଏମାନେ ଚାରିପାଖରେ ଗତି ମଧ୍ୟ କରନ୍ତି। ବୁଝିହେଲା? ତେବେ ଚାଲ ଆମେ ଗ୍ୟାସୀୟ ପଦାର୍ଥ ବିଷୟରେ ବୁଝିବା ପାଇଁ ଚେଷ୍ଟା କରିବା। ତେବେ ଯଦି ତୁମେମାନେ ଗ୍ୟାସ୍ ଗୁଡ଼ିକୁ ଦେଖିବ, ତେବେ ଦେଖିବ ଯେ ସେମାନଙ୍କର କଣିକା ଗୁଡ଼ିକ ପରସ୍ପରଠାରୁ ସମ୍ପୂର୍ଣ୍ଣ ମୁକ୍ତ ଅଟନ୍ତି ଏବଂ ନିଜ ଇଚ୍ଛା ଅନୁସାରେ ଗତି କରିପାରନ୍ତି। ନିଶ୍ଚିତ ଭାବରେ ସେମାନେ କେବେ କେବେ ପରସ୍ପର ନିକଟକୁ ଆସନ୍ତି, ଧକ୍କା ମଧ୍ୟ ଖାଆନ୍ତି, କିନ୍ତୁ ସେମାନେ ପରସ୍ପର ସହିତ ଘନ ଭାବରେ ବା ନିବିଡ଼ ଭାବରେ ବାନ୍ଧି ହୋଇ ରହନ୍ତି ନାହିଁ। ଏହାର ଫଳସ୍ୱରୂପ ଗ୍ୟାସ୍ର ନିର୍ଦ୍ଦିଷ୍ଟ ଆୟତନ ନଥାଏ କିମ୍ବା ନିର୍ଦ୍ଦିଷ୍ଟ ଆକାର ମଧ୍ୟ ନଥାଏ ଏବଂ ସେମାନେ ମଧ୍ୟ ଯେଉଁ ପାତ୍ରରେ ରହନ୍ତି ସେହି ପାତ୍ରର ଆକୃତି ଏବଂ ଆୟତନ ଗ୍ରହଣ କରନ୍ତି। ତେବେ ଯଦି ଆମେ ଏହି ବୋଟଲ ମଧ୍ୟରେ କିଛି ପବନ ଅଛି, ଆମେ ଯଦି ଏହାକୁ ଚାପିବା ପାଇଁ ଚେଷ୍ଟା କରିବା, ଏହାକୁ ଆମେ ଚାପି ପାରିଲେ, ତେଣୁ ଆମେ ବାୟୁକୁ କିଛି ମାତ୍ରାରେ ସଙ୍କୁଚିତ କରିପାରନ୍ତି। ଉଦାହରଣ ସ୍ୱରୂପ ଯଦି ଆମେ ସ୍କୁବା ଡାଇଭ୍ ଟ୍ୟାଙ୍କ ଭିତରେ ଥିବା ବାୟୁ ଏତେ ସଙ୍କୁଚିତ ହୋଇକି ଥାଏ ଯେ ଏଗୁଡ଼ିକ ଗୋଟିଏ ଟେଲିଫୋନ୍ ବୁଥର ସମ୍ପୂର୍ଣ୍ଣ ଆୟତନକୁ ପୂରଣ କରିପାରେ, ତେବେ ସ୍କୁବା ଡାଇଭ୍ ଟ୍ୟାଙ୍କରେ ବାୟୁ ଏତେ ପରିମାଣରେ ସଙ୍କୁଚିତ ହୋଇକି ରହେ ଯେ ଏଥିରେ ଅନେକ ପରିମାଣରେ ଗ୍ୟାସ୍ ସଞ୍ଚୟ ହୋଇକି ରହିପାରେ ଏବଂ ଯନ୍ତ୍ର ବ୍ୟବହାର କରି ବା ମେସିନ୍ ବ୍ୟବହାର କରି ବାୟୁକୁ ବହୁତ ମାତ୍ରାରେ ସଙ୍କୁଚିତ କରାଯାଇପାରେ। ତେଣୁ ଗ୍ୟାସ୍ ଗୁଡ଼ିକ ଅତି ସହଜରେ ଯଦି ଆମେ ତାହା ଉପରେ ବଳ ପ୍ରୟୋଗ କରିବା, ଏଗୁଡ଼ିକ ସଙ୍କୁଚିତ ହୁଏ। ତେବେ ଏତିକି ଆମେ ଜାଣିଲେ ଯେ କ'ଣ ନା ପଦାର୍ଥର ତିନୋଟି ଅବସ୍ଥା ଅଛି, କଠିନ, ତରଳ ଏବଂ ଗ୍ୟାସୀୟ। ତେବେ ଏହି କଠିନ, ତରଳ ଏବଂ ଗ୍ୟାସୀୟ ଅବସ୍ଥା ମଧ୍ୟରେ ପାର୍ଥକ୍ୟ କ'ଣ? ତେବେ ଆମେ ଜାଣିଲେ ଯେ କଠିନ ପଦାର୍ଥରେ କଣିକା ଗୁଡ଼ିକ ବହୁତ ନିବିଡ଼ ଭାବରେ ବାନ୍ଧି ହୋଇକି ରହିଥାନ୍ତି। ସେମାନେ କେବଳ କମ୍ପିତ ହୋଇପାରନ୍ତି କିନ୍ତୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରିପାରନ୍ତି ନାହିଁ। ମାତ୍ର ତରଳ ପଦାର୍ଥରେ କଣିକା ଗୁଡ଼ିକ ଗତି କରିପାରନ୍ତି କିନ୍ତୁ ସେମାନେ ପରସ୍ପର ନିକଟରେ ରହନ୍ତି। ଅପରପକ୍ଷରେ ଗ୍ୟାସ୍ରେ କଣିକା ଗୁଡ଼ିକ ପରସ୍ପରଠାରୁ ସମ୍ପୂର୍ଣ୍ଣ ମୁକ୍ତ ରହନ୍ତି ଏବଂ ସ୍ୱାଧୀନ ଭାବରେ ଗତି କରନ୍ତି। ତେବେ ଆୟତନ ବିଷୟରେ ଆମେ କ'ଣ ଜାଣିଲେ ଯେ କଠିନ ପଦାର୍ଥର ଆୟତନ ଥାଏ ବା ନିର୍ଦ୍ଦିଷ୍ଟ ଆୟତନ ଥାଏ, ତରଳ ପଦାର୍ଥର ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ, ମାତ୍ର ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ନଥାଏ। ଠିକ୍ ସେହିପରି ଯଦି ଆମେ ସେମାନଙ୍କର ଆକାର ବିଷୟରେ ଜାଣିବା, ତେବେ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଥାଏ, ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ ଏବଂ ଗ୍ୟାସୀୟ ପଦାର୍ଥର ମଧ୍ୟ ନିର୍ଦ୍ଦିଷ୍ଟ ଆକାର ନଥାଏ। ସେମାନେ ଯେଉଁ ପାତ୍ରରେ ରହିଥାନ୍ତି ସେହି ପାତ୍ରର ଆକାର ଗ୍ରହଣ କରନ୍ତି ଏବଂ ସଙ୍କୁଚିତ ବା ସଙ୍କୋଚନ ହୁଏ କିଏ? ଯଦି ଆମେ କଠିନ ପଦାର୍ଥକୁ ଦେଖିବା, ଏହା ସଙ୍କୁଚିତ ହୁଏ ନାହିଁ, ତରଳ ପଦାର୍ଥ ମଧ୍ୟ ସଙ୍କୁଚିତ ହୁଏ ନାହିଁ, ମାତ୍ର ଗ୍ୟାସୀୟ ପଦାର୍ଥ ସଙ୍କୁଚିତ ହୋଇଥାଏ। ତେବେ ଏହା ଥିଲା ପଦାର୍ଥର ତିନୋଟି ଅବସ୍ଥା।